କୋର୍ଟ ମ୍ୟାରେଜ କଲା ପରେ ତାପରେ ଆମେ ସ୍ୱାମୀ ସ୍ତ୍ରୀ ହେଲେ ତାପରେ ତମର ଆମେ ମୋର ବିଶ୍ୱାସ ଆସିଲା ସେଇ ଅନୁସାରେ ଆମେ ଆମର ଘର ସଂସାର ତିଆରି କରିବା। ସେଇଟାକୁ ଚିନ୍ତା ନ କରିକିରି 8 ଲକ୍ଷ ଟଙ୍କା ଦେଇଦବ। 8 ଲକ୍ଷ ଟଙ୍କା ଦେଇ ସାରିଲା ପରେ ତାପରେ ସେ ଚିତା କାଟିଲା। ତେଣୁ ଚିତା କାଟିବା ପୂର୍ବରୁ ଆଜିକାଲିକା ଝିଅମାନଙ୍କୁ ଆପଣମାନେ ଚିହ୍ନିବାକୁ କ'ଣ ଆହୁରି ବାକି ଅଛି? ନିଆଁ ପିଣ୍ଡୁଳା ଦେହରେ ଯେତେବେଳେ ହାତ ମାରୁଛ ନିଆଁ ପିଣ୍ଡୁଳାଟାକୁ ତମେ ଚିହ୍ନି ପାରୁନ। ନିଆଁ ପିଣ୍ଡୁଳା ଭିତରେ ପଶିଗଲା ପରେ ଯେତେବେଳେ ଭାବୁଛ ଚକ୍ରବ୍ୟୁହ ଭିତରେ ପଶିଗଲି ତାପରେ ନିଜେ ହାରାସମେଣ୍ଟ ହେଇକିରି ପୁଅ ପିଲା ହେଇକିରି ଏତେ ହାରାସମେଣ୍ଟ ହବା କ'ଣ ଦରକାର ଥିଲା? ଯୋଉମାନେ ସବୁ ପ୍ରେମ ନିଶାରେ ବାୟା ହେଇନ ଆସ୍ତେ ଆସ୍ତେ ବୁଝିଯାଅ। ବୁଝି ଯାଇକିରି ନିଜ ବାଟରେ ନିଜ ସଂସାରକୁ ସେମିତି ନିଜ ଜୀବନଟାକୁ ଜଳାଞ୍ଜଳି ଦିଅନି। ଆଉ ସେ ନିଆଁ ପିଣ୍ଡୁଳା ଭିତରେ ପଶିବା ପୂର୍ବରୁ ସେଇଟା ନିଆଁ ପିଣ୍ଡୁଳାକୁ ହାତ ମାରୁଛ ଯେତେବେଳେ ନିଆଁ ପିଣ୍ଡୁଳାକୁ ବୁଝି ସୁଝି ହାତ ମାରିବା ଦରକାର। ନିଆଁ ପିଣ୍ଡୁଳା ଭିତରକୁ ଯିବା ପୂର୍ବରୁ ନିଜକୁ ଆଗ ସଜାଡ଼ନ୍ତୁ। ଯେତିକି ଦିନ ମାନେ ଇଏ ଯୋଉ ମଲେଇ ଖାଇଲ ମଲେଇଠୁ ଦୂରେଇ ଆସ। ଯଦି ଡାଇରେକ୍ଟଲି କ୍ୟାସ୍ ଦେଇଥିବେ ସେଇଟା ଗିଫ୍ଟେଡ୍ ଆଇଟମ୍ ହିସାବରେ ଯିବ ଏବଂ ସେଇଟା ଗିଫ୍ଟ ହିସାବରେ ଯିବ। କିନ୍ତୁ ଯଦି ଆକାଉଣ୍ଟରେ ଟ୍ରାନ୍ସଫର କରିଥିବେ ତାହେଲେ ଦ୍ୟାଟ୍ ମେ ବି ଦି ଏଭିଡେନ୍ସ। ଆଉ ସେଇଟା ଇନଭେଷ୍ଟିଗେସନ ଯେହେତୁ ଷ୍ଟେଜରେ ଅଛି ଆମେ ଇନଭେଷ୍ଟିଗେସନକୁ ହାମ୍ପର କଲା ଭଳିଆ ଆମେ ବେଶୀ କହିବାଟା ଠିକ ନାହିଁ। ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ ପ୍ରେମ ଜାଲରେ ଜଣେ ଯୁବତୀ ଯୁବକକୁ ଫସାଇ ପାଖାପାଖି 8 ଲକ୍ଷ ଟଙ୍କା ଲୁଟି ନେଲେ। ଏହାରି ଭିତରେ ଯୁବକ ଜଣକ ଯେତେବେଳେ ଟଙ୍କା ମାଗିଲେ ଯୁବତୀ ଜଣକ ସିଧାସଳଖ ଦୁଷ୍କର୍ମ ଅଭିଯୋଗ ଏବଂ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ କରିବେ ଏବଂ ତାକୁ ଧମକ ମଧ୍ୟ ଦେଇଥିଲେ, ଯାହାକୁ ନେଇକି ଯୁବକ ଜଣକ ମାନସିକ ସ୍ଥିତି ହରାଇ ବସିଥିଲେ ଏବଂ ନିଜେ ଗୋଟିଏ ବଡ଼ ଚରମ ନିଷ୍ପତ୍ତି ନେଲେ, ସିଧାସଳଖ ଫ୍ୟାନ୍ରେ ପଡ଼ିଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପିପିଲି ଥାନା ଅଞ୍ଚଳରେ। ଜଣେ ଯୁବକ ମ୍ୟାଟ୍ରିମୋନିଆଲ ସାଇଡ୍ରେ ଜଣେ ଯୁବତୀକୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ସମ୍ପର୍କ ବଢ଼ିଥିଲା ଏବଂ ଏହାପରେ ନିଜେ ଦୁଇ ଜଣ ଯାକ ମନସ୍ଥ କରିଥିଲେ ଯେ ନିଜେ ବିବାହ କରିବାକୁ। ପରବର୍ତ୍ତୀ ସମୟରେ ଗୋଟିଏ ମନ୍ଦିରରେ ଦୁହେଁ ବିବାହ କରିଥିଲେ। କିନ୍ତୁ ଯୁବତୀ ଜଣକ ବା ପ୍ରେମିକା ଜଣକ ସବୁବେଳେ ପ୍ରେମିକଠୁ ଟଙ୍କା ନେବାରେ ଲାଗିଥିଲା। କାହିଁକି ନା ଅନେକ ସମୟରେ ନିଜର ଘରର ଆର୍ଥିକ ସ୍ଥିତି ଦେଖାଉଥିଲେ, ବାରମ୍ବାର ମୁଁ ଘର ଅସୁବିଧାରେ ଚଳୁଛି, ଯୋଉଥିପାଇଁ କି ପ୍ରେମିକଠୁ ପର୍ଯ୍ୟାୟକ୍ରମେ ପାଖାପାଖି 8 ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏବଂ ଏହାପରେ ଯେତେବେଳେ ପ୍ରେମିକ ଜଣକ ଟଙ୍କା ମାଗିଥିଲେ ପ୍ରେମିକା ଜଣକ ସିଧାସଳଖ ଧମକ ଦେଇଥିଲେ ଯେ ଦୁଷ୍କର୍ମ ଅଭିଯୋଗରେ ଥାନାରେ ପୁରେଇବା ପାଇଁ, ଯାହାକୁ ନେଇକି ପ୍ରଥମେ ପିପିଲି ଥାନାରେ ଗୋଟିଏ ଅଭିଯୋଗ ଦେଇଥିଲେ ଯୁବତୀ ଜଣକ, ପରବର୍ତ୍ତୀ ସମୟରେ ଶହୀଦନଗର ଥାନାରେ। ଏ ଘଟଣାକୁ ନେଇକି ଯେତେବେଳେ ଯୁବକ ଜଣକ ନ୍ୟାୟ ପାଇବେ ନାହିଁ ନିଜେ ଲଜ୍ଜିତ ହେବେ, ସିଧାସଳଖ ଇଏ ଗଣମାଧ୍ୟମରେ ପ୍ରଥମେ ପ୍ରତିକ୍ରିୟା ଦେଇଥିଲେ। ପରବର୍ତ୍ତୀ ସମୟରେ ଯିଏ ନିଜେ ରହୁଥିଲେ ସେ ଜାଗାରେ ପିପିଲି ଥାନା ଅନ୍ତର୍ଗତ ଗୋଟେ ଆପାର୍ଟମେଣ୍ଟରେ ନିଜ ବେକରେ ରସି ପଡ଼ିଥିଲେ। ଏଭଳି ଘଟଣା ଅତି ସମ୍ବେଦନଶୀଳ ଘଟଣା ଘଟିଛି। ବାସ୍ତବରେ ଯେଉଁ ଯୁବକ ଜଣକ କିଛି ଦିନ ତଳେ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ କିଭଳି ଭାବେ ସେ ଠକିର ଶିକାର ହେଇଛନ୍ତି ଏବଂ ଯେତେବେଳେ ଟଙ୍କା ମାଗୁଛନ୍ତି ସେତେବେଳେ ତାଙ୍କୁ ଦୁଷ୍କର୍ମ ନାଁରେ ଧମକ ମିଳୁଛି ଯେ ଯୁବକ ଜଣକ ତାଙ୍କୁ କହୁଛନ୍ତି ଯେ ତୋ ନାଁରେ ମିଛରେ ଦୁଷ୍କର୍ମ ଅଭିଯୋଗ ଦେବି ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ କାହାଠୁ ପାଇବେ। ବାସ୍ତବରେ ଯେତେବେଳେ ଥାନାରେ ଯେତେବେଳେ ଯାଉଛନ୍ତି ଥାନାବାଲା ପକ୍ଷରୁ ମଧ୍ୟ ସମାନ କଥା ଶୁଣିବାକୁ ମିଳୁଛି। ତେଣୁକରି ସେ ସିଧାସଳଖ ଗୋଟିଏ ଶେଷ ମୁହୂର୍ତ୍ତରେ ଯେ ମୃତ୍ୟୁ ପୂର୍ବରୁ ଗୋଟିଏ ଭିଡ଼ିଓ ମଧ୍ୟ କରିଥିଲେ, ଯେଉଁ ଭିଡ଼ିଓରେ ନ୍ୟାୟ ଭିକ୍ଷା କରିଥିଲେ। ସେ କହିଥିଲେ ଯେ ମୋ ଭଳି ଅନେକ ଯୁବକ ମଧ୍ୟ ଏଭଳି ଠକାମିର ଶିକାର ହେଉଛନ୍ତି, ନିଶ୍ଚିତ ଭାବେ ନ୍ୟାୟ ପାଇଁ ଲଢ଼େଇ କରିବେ ଏବଂ ତା ସହିତ ଯୁବତୀଙ୍କ ନାଁରେ ଅନେକ କିଛି କହିଥିଲେ। ବର୍ତ୍ତମାନ ଘଟଣା ହେଉଛି ଯେ ବାସ୍ତବରେ ଯୁବକ ଜଣକ ନ୍ୟାୟ ପାଇବେ କି ନାହିଁ ତାକୁ ନେଇ ବର୍ତ୍ତମାନ ପୁରା ଚର୍ଚ୍ଚା ଚାଲିଛି। ଯେ ଯୁବକ ଜଣକ ଘର ମଧ୍ୟ ଯେ କଟକର ମଧୁପାଟଣା ଅଞ୍ଚଳ ବୋଲି ଜଣାପଡ଼ିଛି ଏବଂ ଯୁବକ ଜଣକ ମଧ୍ୟ ପିପିଲି ଥାନା ଅଞ୍ଚଳରେ ମଧ୍ୟ ଜଣାପଡ଼ିଛି। କିନ୍ତୁ ବଡ଼ କଥା ହେଉଛି ଯେ ବାସ୍ତବରେ ଯୁବତୀ ଜଣକ କାହିଁକି ଏମିତି କାମ କଲେ ଏବଂ ଯୁବକ ଜଣକ ଏମିତି କେମିତି ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେ ଯୋଉଥିପାଇଁ କି ଶେଷରେ ଏତେ ବଡ଼ ଚରମ ନିଷ୍ପତ୍ତି ନେଲେ, ନିଜ ଜୀବନ ମଧ୍ୟ ହାରିଦେଲେ। ଆମ ସହିତ ଯୋଡ଼ି ଅଛନ୍ତି ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ଓଝା, ଆମେ ଆଲୋଚନା କରିବା। ଆଜ୍ଞା ନମସ୍କାର। ବାସ୍ତବରେ ଇଏ ଆଇନ ଇଏ ନ୍ୟାୟ କେବଳ ମହିଳାଙ୍କ ପାଇଁ, କେବଳ ଯୁବତୀ ମାନଙ୍କ ପାଇଁ ଏ କଥା ଆମେ କହୁନୁ, କାରଣ ଅତି ନିକଟରେ ଆପଣ ଦେଖୁଥିବେ ଗୋଟେ ବଡ଼ ଘଟଣା ଘଟିଛି ଯେ ଯୁବକ ଜଣକ ନ୍ୟାୟ ପାଇବା ଆଶାରେ ନ୍ୟାୟ ପାଇଲେନି ଏବଂ ଶେଷ ମୁହୂର୍ତ୍ତରେ ମୃତ୍ୟୁ ପୂର୍ବରୁ ଗୋଟେ ଭିଡ଼ିଓ କରିକି ନିଜେ ଜୀବନ ହାରିଦେଲେ। ଆଜ୍ଞା
ଇଏ ବହୁତ ବଡ଼ ଏଇଟା ମାନେ ଯେତିକି ଦୁଃଖଦାୟକ କଥା ସେତିକି ଲଜ୍ଜାଦାୟକ କଥା ବି। ଆମେ ଗୋଟେ ସଂସାର ଦେଇକରି ସମସ୍ତେ ବାପା ମା ଭାଇ ଭଉଣୀ ଦେଇ ପରିବାର ଭିତରେ ଚଳୁଛେ ଆଉ ତା ଭିତରେ ଯଦି ସେ ମ୍ୟାଟ୍ରିମୋନିଆଲରୁ ଯଦି ଦେଖିକିରି ରିଲେସନ୍ ତାଙ୍କର ଲିଭିଂ ରିଲେସନ୍ କ୍ରିଏଟ୍ କରେଇକିରି ବହୁତ ସେମାନେ ମାନେ କୋର୍ଟ ମ୍ୟାରେଜ ନ କରିକିରି ଲିଭିଂ ରିଲେସନରେ ମନକୁ ମନ ତ ଆଇନ ତ ଆଉ ନିଜ ହାତରେ ଆଉ କ'ଣ ଲିଭିଂ ରିଲେସନରେ ରହିଲ କୋର୍ଟ ମ୍ୟାରେଜଟା ତ କଲନି କୋର୍ଟ ମ୍ୟାରେଜ ନ କରିକିରି ତମେ ତାପରେ ଯେତେବେଳେ ପଇସାଟା ଦେଲ ପଇସା ଦେଲା ପୂର୍ବରୁ କହିଲେ ନାଇଁ ଆଜ୍ଞା ତ ସିଏ ଯେମିତି କହୁଛି ଆଗ ମନ୍ଦିରରେ ସିନ୍ଦୁର ଦେଲା ପରେ ଶାରୀରିକ ସମ୍ପର୍କ ରଖିବା ସେମିତି ତମେ କହିଥାନ୍ତ ଆଗ ହଁ ଠିକ୍ ଅଛି ଇଏ ମୁଁ ପଇସା ଦେବା ପୂର୍ବରୁ ମୁଁ କେମିତି ବିଶ୍ୱାସ କରିବି ଯାଉଛି ତମେ ମୋ ସ୍ତ୍ରୀ ବୋଲି ବା ଲିଭିଂ ରିଲେସନରେ ରହିଲେ ଆଜିକାଲି ତ ଦୁନିଆରେ ବହୁତ କିଛି ଷ୍ଟୋରି ଆପଣମାନେ ଦେଖୁଛନ୍ତି ଡେ ଟୁ ଡେ ଲାଇଫରେ ଏବଂ ଡେ ଟୁ ଡେ ଲାଇଫରେ ଯେଉଁ ଷ୍ଟୋରି ଆସୁଛି ଆପଣମାନେ ସମସ୍ତେ ଅଙ୍ଗେ ଲିଭଉଛନ୍ତି ଏବଂ ମୋବାଇଲରେ ତ ଆଜିକାଲି ତ ସମସ୍ତେ ଦେଖୁଛନ୍ତି ମାନେ ନ୍ୟୁଜ୍ ପୁରା ଅପ୍ ଟୁ ଡେଟ୍ ପୁରା ସମସ୍ତେ ଦେଖୁଛନ୍ତି ଏବଂ କିଏ କେମିତି ଠକୁଛନ୍ତି ସାଇବର କ୍ରାଇମରେ ହଉ ବା ଏଇ ଟାଇପ୍ର ଯେଉଁ ଠକାମିର ଶିକାରରେ ପଡ଼ୁଛନ୍ତି ତା ଛଡ଼ା ଯେତେବେଳେ 8 ଲକ୍ଷ ଟଙ୍କା ମାଗିଲା ସିଏ ତ ସେତେବେଳେ କହିଲେନି ଆଗ କୋର୍ଟ ମ୍ୟାରେଜ କରିଦେବା କୋର୍ଟ ମ୍ୟାରେଜ କଲା ପରେ ତାପରେ ଆମେ ସ୍ୱାମୀ ସ୍ତ୍ରୀ ହେଲେ ତାପରେ ତମର ଆମେ ମୋର ବିଶ୍ୱାସ ଆସିଲା ସେଇ ଅନୁସାରେ ଆମେ ଆମର ଘର ସଂସାର ତିଆରି କରିବା ସେଇଟାକୁ ଚିନ୍ତା ନ କରିକିରି 8 ଲକ୍ଷ ଟଙ୍କା ଦେଇଦେବ 8 ଲକ୍ଷ ଟଙ୍କା ଦେଇ ସାରିଲା ପରେ ତାପରେ ସେ ଚିତା କାଟିଲା ତେଣୁ ଚିତା କାଟିବା ପୂର୍ବରୁ ଆଜିକାଲିକା ଝିଅମାନଙ୍କୁ ଆପଣମାନେ ଚିହ୍ନିବାକୁ କ'ଣ ଆହୁରି ବାକି ଅଛି ମାନେ ଆଉ ନା ମାନେ ଇଏ ସବୁ ବୋକାମିର ପରିଚୟ ଏସବୁ ମାନେ ନିଜେ ନିଜେ ଯେଉଁ ସଂସାର ତିଆରି କରୁଛନ୍ତି ଭାବୁଛନ୍ତି ନିଜ ସଂସାର ନିଜେ ତିଆରି କରିଦେବେ ବାପା ମାଙ୍କର ୱିଦାଉଟ୍ ନଲେଜରେ ଯଦି ବା ନେଇଥାନ୍ତ ଘରେ ଦେଖେଇଥାନ୍ତ ମନ୍ଦିରର ଫଟୋ ଉଠେଇଥାନ୍ତ ସେଇଟା ବି ଗୋଟେ ପ୍ରୁଫ୍ ରହିଥାନ୍ତା ତାକୁ ବି କିଛି ନାହିଁ ପ୍ରୁଫ୍ 8 ଲକ୍ଷ ଟଙ୍କା ଦେଇକରି ଆଉ ଏଥିରେ ମୋବାଇଲରେ ଲାଇଭ୍ କରିକିରି କରିଦେଲେ ସେଥିରେ ଡାଇଂ ଡିକ୍ଲାରେସନ୍ ଦେଇଛ କି ମୁଁ ଆର ପାଇଁ ମୁଁ ମରୁଛି ବୋଲି ସେ କଥା ତ ନାହିଁ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 which replaces the Indian Evidence Act, a dying declaration is admissible under section 26, matching the old section 32(1) to prove the cause of death. If truthful, voluntary, and credible, it can be the sole basis for conviction and punishment. Life imprisonment or death under section 103 BNS without needing independent. କିନ୍ତୁ ସେଇଟା ଠିକ୍ ଅଛି ଯେ ଆମର ଲ ଅଛି କିନ୍ତୁ ତମେ ନିଆଁ ପିଣ୍ଡୁଳା ଦେହରେ ଯେତେବେଳେ ହାତ ମାରୁଛ ନିଆଁ ପିଣ୍ଡୁଳାଟାକୁ ତମେ ଚିହ୍ନି ପାରୁନ ନିଆଁ ପିଣ୍ଡୁଳା ଭିତରେ ପଶିଗଲା ପରେ ଯେତେବେଳେ ଭାବୁଛ ଚକ୍ରବ୍ୟୁହ ଭିତରେ ପଶିଗଲି ତାପରେ ନିଜେ ହାରାସମେଣ୍ଟ ହେଇକିରି ପୁଅ ପିଲା ହେଇକିରି ଏତେ ହାରାସମେଣ୍ଟ ହବା କ'ଣ ଦରକାର ଥିଲା କୋର୍ଟରେ କେସ୍ କରିପାରିଥାନ୍ତ ତମେ ତ ଯେଉଁ ଦେଇଥିବ 8 ଲକ୍ଷ ଟଙ୍କା ସେଇଟା ଫୋନ୍ ପେରେ ହେଇଥିବ বা ଆକାଉଣ୍ଟରେ ତାର ଟ୍ରାନ୍ସଫର କରିଥିବ ଦ୍ୟାଟ୍ ଇଜ୍ ଦି ସଫିସିଏଣ୍ଟ ଏଭିଡେନ୍ସ ଟୁ ଫାଇଲ୍ ଏ କେସ୍ ବିଫୋର୍ ଦି ଅନରେବୁଲ କୋର୍ଟ ସେଇଟାକୁ ନ କରିକିରି ତାଙ୍କୁ ଭିଡ଼େଇଥାନ୍ତ କୋର୍ଟକୁ ଭିଡ଼େଇ ସାରିଲା ପରେ ତାପରେ କେମିତି ତାଠୁ ପଇସାଟା ଆଦାୟ କରାଯାଇଥାନ୍ତା ସେଇଟା ଦେଖାଯାଇଥାନ୍ତା ସେଇଟାକୁ ନ କରିକିରି ନିଜେ ଡିମୋରାଲାଇଜ ହେଇକିରି ଏଇ ଯେଉଁ କମିଟେଡ ବୋଲି ଯାହା ଶୁଣାଯାଉଛି ଏଇଟା ଆଜ୍ଞା ଠିକ୍ ନୁହେଁ ଏଇଟା ନିଜେ ନିଜର ଜୀବନଟାକୁ ନିଜ ହାତରେ ନିଜେ ଜଳାଞ୍ଜଳି ଦଉଛ ଏଇଟା ଠିକ୍ ନୁହେଁ ଆଜ୍ଞା ଗୋଟେ କଥା ଯେ ମୃତ୍ୟୁ ପୂର୍ବରୁ ଗୋଟେ ଭିଡିଓ କରିଛନ୍ତି ସ୍ୱତନ୍ତ୍ର ସେ ଯୁବତୀଙ୍କ ନାଁ ମଧ୍ୟ ମେନସନ କରୁଛନ୍ତି ଯେ ମୁଁ ବହୁତ ତାଙ୍କୁ ଭଲ ପାଏ କିନ୍ତୁ ଏଇଥିପାଇଁ ସେ ମୃତ୍ୟୁକୁ ନିଜେ ଜୀବନ ହାରୁଛନ୍ତି ବୋଲି ଗୋଟେ ପ୍ରମାଣ ସେ ଦେଇଛନ୍ତି ଏ ପ୍ରମାଣ ଆଧାରରେ ପୋଲିସ ତଦନ୍ତ କରିବ କି ନାହିଁ ନା ଏ ଆଧାରରେ ଯୁବତୀଙ୍କ ନାଁରେ ମାମଲା ରୁଜୁ ହବ କି ନାହିଁ ଏବେ ସେ କେସ୍ ଇଏ କରିଥିବେ ଅନ୍ନାଚୁରାଲ ଡେଥରେ କେସ୍ ରେଜିଷ୍ଟ୍ରେସନ କରିଥିବେ ଆଉ ସେଟା ତା ଉପରେ ତ ପୋଷ୍ଟମର୍ଟମ ରିପୋର୍ଟ କ'ଣ ଆସିବ ସେ ତ ମାନେ କମିଟେଡ କ'ଣ
ଯଦି କମିଟେଡ୍ ଥିଲା ଏଥିରେ ତମର ଯୋଉ 8 ଲକ୍ଷଟା ଯୋଉ ତାଙ୍କର କେମିତି ଆକାଉଣ୍ଟରେ ଯାଇଛି ସେଇଟାକୁ କେସ୍ ନ କରିକିରି ତମେ ଯାଇକିରି କମିଟି ଏଠି ଆଉ ତମେ ରହିଲ ନା ଆଉ ପଇସା ପାଇଲ। ଏବେ ବାପା ମା ତମକୁ ଏଡେ ଟୁ ଏଡେ କଲେ, ସଂସାରକୁ ଛାଡ଼ିଲେ, ତମର ତ ଭଲ ଇନକମ୍ ସୋର୍ସ ବି ଥିଲା, ମାନେ ଲକ୍ଷେ ଉପରକୁ ଦରମା ବି ପାଉଥିଲ, ତମକୁ ସେ ଠିକ ଭଲ ଗୋଟେ ବକରା ଦେଖେଇକି ଫସେଇକିରି ସେତେବେଳେ ମାନେ ଯେତେବେଳେ କିଆ ଫୁଲ ପରି ବାସୁଥିଲା, ମନ୍ଦିରରେ କାହିଁକି ଇଏ ଗୋଟେ ଓକିଲଙ୍କ ଆମର ଓକିଲ ଭାଇଙ୍କର କାହାର ଗୋଟେ ପରାମର୍ଶ ନେଇକିରି ସେକ୍ସନ 15ରେ କୋର୍ଟ ମ୍ୟାରେଜ ତ ଆପ୍ଲାଏ କରିପାରିଥାନ୍ତେ, ଆପ୍ଲାଏ କରିକିରି ତାପରେ ଆପଣ ବୋଥ ହେଇଥାନ୍ତେ ଲିଗାଲି ମ୍ୟାରେଡ୍ ୱାଇଫ୍, ତାପରେ ଆପଣ ସେଇ ଅନୁସାରେ ତାକୁ ଆସ୍ତେ ଆସ୍ତେ ତାକୁ ଚିହ୍ନିବା ପାଇଁ ଚେଷ୍ଟା କରିଥାନ୍ତେ। ସିଏ ଆପଣଙ୍କୁ ମନ ଭୁଲାଣିଆ କଥା କହିକି ନିଆଁ ପିଣ୍ଡୁଳା ଭିତରେ ପୁରେଇଲା। ନିଆଁ ପିଣ୍ଡୁଳା ଭିତରେ ପୁରେଇଲା ପରେ ଆପଣଙ୍କୁ ସେ ଏକ୍ସଟ୍ରାକ୍ଟ କରି ଚାଲିଲା। ଆଉ ଏକ୍ସଟ୍ରାକ୍ଟ କରି ଚାଲିଲା ପରେ ଯେତେବେଳେ ଏକ୍ସଟ୍ରାକ୍ଟ କରିଗଲା, ଦେଖିଲା ଆଉ ୟା ପାଖରୁ ଶୁଖିଗଲା ମାଲ ଆଉ ନାହିଁ, ତାପରେ ସେ ସେଠୁ ଖସିଲା ଅନ୍ୟ ଆଡେ। ତମ ପାଖରେ ବି ଏଭିଡେନ୍ସ ବି ଅଛି ଯେ ହଉଛି ସେ ଆଉ ଗୋଟେ ପୁଅ ପିଲା ସାଥିରେ ବି ସମ୍ପର୍କରେ ଅଛି। ସେଇଥିରୁ ବୁଝିଯିବା ଦରକାର ଥିଲା ଯେ ହଉଛି ଆଉ ବାପା ଯେତିକି ହେଲା ଯେତିକି ଖାଇଲି ସେଇଠୁ ତମେ ଖସି ଆସିବାର ଥିଲା। ନ ଆସିକିରି କିଆ ଫୁଲ ପରି ବାସୁଥିଲା, ତାପରେ ବାସିଲା ପରେ ତାପରେ ଯାଇକିରି ଇଏଟା କଣ ସୋସିଆଲ ମିଡିଆଟା ହେଇଛି ମାନେ କରିବା ପାଇଁ। ଏଇଟା ଗୋଟେ ଆପଣ ମାନଙ୍କୁ କଣ ସବୁ ଏଇସବୁ ପ୍ରେମ ନିଶାରେ ବାୟା, ତାପରେ କରିବା ପାଇଁ ବାୟା, ସୋସିଆଲ ମିଡିଆରେ ଦେଖେଇକିରି ଲୋକଲଜ୍ଜା ଏବଂ ଘର ଲୋକଲଜ୍ଜା ହବାଟା ବି ଏଟା ତମକୁ ନିଜକୁ ବି ସରମ ଲାଗୁନି। ତାପରେ ତମର ଯୋଉ 8 ଲକ୍ଷ ଉପରେ ତମେ କେସ୍ ବି କରିପାରିଥାନ୍ତ କୋର୍ଟରେ ଏଭିଡେନ୍ସ ଦେଇକିରି, ONCC ଇଣ୍ଡିଭିଜୁଆଲ କମ୍ପ୍ଲେନ କେସ୍ ବି କରିପାରିଥାନ୍ତ, କରିକିରି ତା ବେକରେ ପଘାଟା ପକେଇଥାନ୍ତ। ସେଇଟା ନ କରିକି ମନ୍ଦିରରେ ବାହା ହେଇଗଲା ପରେ ତମର ଏମିତି ବିଶ୍ୱାସ ପଳେଇ ଆଇଲା, ଲିଗାଲି ମ୍ୟାରେଡ୍ ୱାଇଫ୍ ହେଇଗଲ। ଲିଗାଲି ମ୍ୟାରେଡ୍ ୱାଇଫ୍ କାହାକୁ କହନ୍ତି କହିଲ ଦେଖିବା? ଯୋଉମାନେ ଆଜିକାଲି ତ ଆଇନ ତ ମୋବାଇଲରେ ଅଛି, ଲିଗାଲି ମ୍ୟାରେଡ୍ ୱାଇଫ୍ କାହାକୁ କୁହାଯାଏ? ମ୍ୟାଟ୍ରିମୋନିଆଲରୁ ତ ହଜାର କେସ୍ ଆମ ପାଖରେ ଡିଭୋର୍ସ ମ୍ୟାଟର୍ସ, ଆମ ଚାମ୍ବରରେ ଡିଭୋର୍ସ ମ୍ୟାଟର୍ସ ମ୍ୟାଟ୍ରିମୋନିଆଲରୁ ବହୁତ କେସ୍ ସୃଷ୍ଟି ହେଉଛି। ଏବଂ ଫ୍ୟାମିଲି କୋର୍ଟକୁ ଆପଣ ଅନରେବୁଲ ଫ୍ୟାମିଲି କୋର୍ଟକୁ ସକାଳେ ଯାଆନ୍ତୁ, ଦେଖିବେ 10:30 ପରେ କେମିତି ମାନେ ନମ୍ବର ଅଫ ଲେଡିଜ ମାନେ ଟିନ୍ ଏଜ୍ ଲେଡିଜ ଅଲସୋ, ସେମାନେ ଯାଇକି ନକିଂ ଦି ଡୋର୍ସ ଅଫ ଦି ଅନରେବୁଲ କୋର୍ଟ, କାହିଁ ଖୋଲନ୍ତୁ ଜଲ୍ଦି, 10ଟା ବାଜିଲାଣି, କବାଟ କାହିଁ ଖୋଲୁନାହାନ୍ତି, ମାଲ ନେବେ ବୋଲି। ସେଇଟା ଆପଣମାନେ ଯାଆନ୍ତୁ, ଯୋଉମାନେ ସବୁ ପ୍ରେମ ନିଶାରେ ବାୟା ହେଇନ, ଆସ୍ତେ ଆସ୍ତେ ବୁଝି ଯାଇକିରି ନିଜ ବାଟରେ ନିଜ ସଂସାରକୁ ସେମିତି ନିଜ ଜୀବନଟାକୁ ଜଳାଞ୍ଜଳି ଦିଅନି। ଆଉ ସେ ନିଆଁ ପିଣ୍ଡୁଳା ଭିତରେ ପଶିବା ପୂର୍ବରୁ ସେଇଟା ନିଆଁ ପିଣ୍ଡୁଳାକୁ ହାତ ମାରୁଛ ଯେତେବେଳେ, ନିଆଁ ପିଣ୍ଡୁଳାକୁ ବୁଝି ସୁଝି ହାତ ମାରିବା ଦରକାର। ଆଉ ନିଆଁ ପିଣ୍ଡୁଳା ଭିତରେ ପଶି ଯାଇକିରି କଣ ନା, ଏଇଟା ବହୁତ ଦୁଃଖଜନକ କଥା। ସବୁ ପିଲାଟି ବି ଜୀବନ ବି ହାରି ଦେଇଛି। ଆଉ ଦୋଷ ଦବାଟା ବି ଭୁଲ ଏଟା। କିନ୍ତୁ ଯେତେବେଳେ କୋର୍ଟ ମ୍ୟାରେଜ କରେଇକିରି ସେଇ ପ୍ଲାନରେ ରହିଲା, ଇଏ କରିଦେଇଥାନ୍ତ ଠିକ ହେଇଥାନ୍ତା। ମନ୍ଦିରରେ ମ୍ୟାରେଜ କରେଇକିରି ତାପରେ ସେ ବିଶ୍ୱାସ ଜନ୍ମେଇକିରି ଲିଭିଂ ରିଲେସନରେ ରଖେଇକିରି ବାହା ହେବାର ପ୍ରଲୋଭନ ଦେଖେଇକିରି ବାହା ନହେବା, ସିଏ ବି ସେଇ ଚକ୍କରରେ ରହିଲା, ତାପରେ ଏକ୍ସଟ୍ରାକ୍ଟ କଲା, ତାପରେ ତମେ ଡିମୋରାଲାଇଜ ହେଲ। ତେଣୁ ମୋର ଏତିକି ସମସ୍ତ ଜନସାଧାରଣଙ୍କୁ ଏବଂ ପିଲାମାନଙ୍କୁ, ଯୋଉମାନେ ଏସବୁ ପ୍ରେମ ନିଶାରେ ନିଆଁ ପିଣ୍ଡୁଳା ଭିତରେ ପଶୁଛ, ନିଆଁ ପିଣ୍ଡୁଳାକୁ ହାତ ମାରିବା ପୂର୍ବରୁ ଭାବି ଚିନ୍ତି ହାତ ମାର, ନହେଲେ ନାହିଁ ସେଠୁ ଦୂରେଇ ଆସ। ଯେତିକି ଦିନ ଖାଇଲ ସେଇଠୁ ଆସ୍ତେ ଚୁପକିନା ଖସି ଆସ। ଗୋଟେ କଥା ଯେ ଯୁବକ ଜଣକ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ କେଉଁଭଳି ଭାବେ ଯୁବତୀ ଜଣକ ଲୁଟିଛନ୍ତି, ଟଙ୍କା ନେଇଛନ୍ତି, ମନ ଭାଙ୍ଗିଛନ୍ତି, ବିଶ୍ୱାସରେ ବିଷ ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଯେ ଆଉ ଧରାଛୁଆଁ ଦେଲେନି। ଯଦିଓ ଯୁବକ ଜଣକ ଟଙ୍କା ମାଗିଲେ, ସିଧାସଳଖ ଦୁଷ୍କର୍ମର ଇଏ ଏକ ପ୍ରକାର ଧମକ ଦେଲେ ଏବଂ ଯାହାକୁ ନେଇକି ଥାନାରେ ମଧ୍ୟ
ନିଜେ ହିଁ ସେ ଶିକାର ହୋଇଛନ୍ତି ଭୟ ରହିଛି ଯୋଉଥିପାଇଁ କି ଏତେ ବଡ଼ ଚର୍ମ ନିଷ୍ପତ୍ତି ନେଲେ ଆଉ ନିଜ ଜୀବନ ମଧ୍ୟ ହାରିବାକୁ ପଛେଇଲେ ନାହିଁ। ବାସ୍ତବରେ ଇଏ ଯୋଉ ଘଟଣା ପ୍ରଥମେ ଜଣେ ଯଦି ଅଭିଯୋଗ ଦଉଛି ଥାନାରେ ଏତଲା ଦିଆହଉଛି ପ୍ରାଥମିକ ସ୍ତରରେ ପୋଲିସ ତଦନ୍ତ କରିବା ଆବଶ୍ୟକ ନା ଜଣେ ମହିଳା ବା ଜଣେ ଯୁବତୀ ଅଛି ବୋଲି ସଙ୍ଗେ ସଙ୍ଗେ ଆକ୍ସନ ନେବା ବା ଯୋଉ ଲୋକ ନାଁରେ ଅଭିଯୋଗ ହଉଛି ଅଭିଯୋଗ ଆଧାରରେ ତାକୁ ଗିରଫ କରାଯାଉଛି। ଆଜ୍ଞା ଶୁଣନ୍ତୁ, ଆମର ଆଇନଟା ହଉଛି ଆମର ଲେଡିଜ ଫର ଲ। ଆପଣ ବାହା ହେବାର ପ୍ରଲୋଭନ ଦେଖେଇକିରି ବାହା ନ ହେବା ସେ କେସ୍ ବି କରିପାରିବ ଏବଂ ତାପରେ ବାହା ହେଇକିରି ମୋ ସାଥିରେ ଏତିକି ଦିନ ଲିଭିଂ ରିଲେସନରେ ରହିଲା, ମୁଁ ବା କହିଲି ଆପଣଙ୍କୁ ହେଉଛି ନିଆଁ ପିଣ୍ଡୁଳା। ସିଏ ନିଆଁ ପିଣ୍ଡୁଳା ଭିତରେ ହାତ ମାରିବା ପୂର୍ବରୁ ନିଜେ ସବୁଆଡ଼ୁ ଚିନ୍ତା କରି ହାତ ମାରିବା ଦରକାର। କିନ୍ତୁ ଏଠି ସିଏ ନିଜେ ନିଜକୁ ମାନେ ଅତି ଜ୍ଞାନୀ ଗୁଣୀ ଭାବି ଏଇ ଯୋଉଟା ସିଏ ବାହା ହେବାର ପ୍ରଲୋଭନ ଦେଖେଇକିରି ବାହା ନ ହେବା ସେ ଗୋଟେ କେସ୍ କରିଥାନ୍ତା ବା ଧରାଯାଉ। ତାପର ଷ୍ଟେଜରେ ଯେତେବେଳେ ଆପଣ ରାଜି ନ ହେଇଥାନ୍ତେ ସେ ତାପରେ ଗୋଟେ ମୋର ଇଚ୍ଛା ବିରୁଦ୍ଧରେ ସହାନୁଭୂତିରେ ମୋ ସାଥିରେ ଶାରୀରିକ ସମ୍ପର୍କ ରଖେଇଲା ଏବଂ ମୋ ସାଥିରେ ବାହା ନ ହେବାର ପ୍ରତାରଣା କରୁଛି। ସେ ପାର୍ଟ କଥା ଅଲଗା କଥା, କିନ୍ତୁ ଏଥିରେ ମାନେ ଦିଟା ଏକ ଲିଙ୍କ ପୁରା ମ୍ୟାକ୍ସିମମ୍ ଟୁ ମିନିମମ୍। ତେଣୁ ଏଥିରେ ଆଜ୍ଞା କ'ଣ କହିବା, ଏଗୁଡ଼ା ପିଲାମାନେ ଆଜିକାଲି ଏଇ ଯୋଉ ସଂସାର ନ ଦେଖିବା ପୂର୍ବରୁ ମାନେ ନିଜ ଜୀବନକୁ ହାରୁଛନ୍ତି। ଆଉ ଆଗରୁ ବି ମୁଁ ଏଇ ଟାଇପ୍ର ଗୋଟେ କେସ୍ ବି କରିଥିଲି, ଯୋଉଟାକି ସେଇଟା ବି ବହୁତ ମାନେ ସୋସିଆଲ ମିଡ଼ିଆରେ ହଉ ବା ମିଡ଼ିଆରେ ବହୁତ ପୁରା ହାଇଲାଇଟେଡ୍ ବି ହେଇଥିଲା। ତେଣୁ ନିଆଁ ପିଣ୍ଡୁଳା ଭିତରକୁ ଯିବା ପୂର୍ବରୁ ନିଜକୁ ଆଗ ସଜାଡ଼ନ୍ତୁ। ଯେତିକି ଦିନ ମାନେ ଇଏ ଯୋଉ ମଲେଇ ଖାଇଲ ମଲେଇଠୁ ଦୂରେଇ ଆସ। ପ୍ରଶ୍ନ ରହିବ ଆପଣଙ୍କୁ, ବର୍ତ୍ତମାନ ଯୋଉ ଭୟ ରହିଥିଲା ପୋଲିସର, ହୁଏତ ପୋଲିସ ତାଙ୍କୁ ଗିରଫ କରିଥାନ୍ତା, ଯୋଉ ଭୟରେ ସେ ନିଜେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଏବଂ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ, ଶେଷରେ ନିଜ ଜୀବନ ହାରି ଦେଇଥିଲେ। ବର୍ତ୍ତମାନ ଯୋଉ ଭିଡ଼ିଓଟି ଭାଇରାଲ ହେଉଛି, ମୃତ୍ୟୁ ପୂର୍ବରୁ ଯୁବକ ଜଣକ ଭିଡ଼ିଓ କରିଛନ୍ତି, ଯୁବତୀଙ୍କ ନାଁ ମେନସନ କରିଛନ୍ତି। ଭିଡ଼ିଓ ଆଧାରରେ ପୋଲିସ ତଦନ୍ତ କରୁ କି ନ କରୁ, ଯଦି ତାଙ୍କ ବାପା କୋର୍ଟରେ କେସ୍ ଦିଅନ୍ତି ତାହେଲେ ଯୁବତୀ ଜଣକ ଗିରଫ ହେବେ କି ନାହିଁ ଏବଂ ଯୁବତୀ ଜଣକ ନାଁରେ କ'ଣ କ'ଣ ମାମଲା ରହିବ, ଦଫା କ'ଣ କ'ଣ ଲାଗିପାରେ? ଦେଖନ୍ତୁ ଆଜ୍ଞା, ଯେହେତୁ ଏଇଟା ମୁଁ କହିପାରିବି, କିନ୍ତୁ ଯେହେତୁ ଇନଭେଷ୍ଟିଗେସନ ଷ୍ଟେଜରେ ଅଛି, କାହାର ଯେହେତୁ ତାଙ୍କ ପରିବାର ଅବିକା ଭାଙ୍ଗି ପଡ଼ିଛନ୍ତି, ମୁଁ ଗୋଟେ କହିବାଟା ଭୁଲ ହବ। କିନ୍ତୁ ଯୋଉଟା ଆପଣ ଯଦି ଡାଇରେକ୍ଟଲି କ୍ୟାସ୍ ଦେଇଥିବେ ସେଇଟା ଗିଫ୍ଟେଡ୍ ଆଇଟମ୍ ହିସାବରେ ଯିବ ଏବଂ ସେଟା ଗିଫ୍ଟ ହିସାବରେ ଯିବ। କିନ୍ତୁ ଯଦି ଆକାଉଣ୍ଟରେ ଟ୍ରାନ୍ସଫର କରିଥିବେ ତାହେଲେ ଦ୍ୟାଟ୍ ମେ ବି ଦି ଏଭିଡେନ୍ସ। ଆଉ ସେଇଟା ଇନଭେଷ୍ଟିଗେସନ ଯେହେତୁ ଷ୍ଟେଜରେ ଅଛି, ଆମେ ଇନଭେଷ୍ଟିଗେସନକୁ ହାମ୍ପର କଲା ଭଳିଆ ଆମେ ବେଶୀ କହିବାଟା ଠିକ୍ ନାହିଁ। ନିହାତି ଭାବେ ଶୁଣୁଥିଲେ ପ୍ରତିକ୍ରିୟା ଯେ ଇଏ ଗୋଟେ ସମ୍ବେଦନଶୀଳ ଘଟଣା। କେଉଁଭଳି ଭାବେ ଜଣେ ଯୁବକ ପ୍ରଥମେ ପ୍ରେମ ଜାଲରେ ଫସେଇଛନ୍ତି ଯୁବତୀ, ପରବର୍ତ୍ତୀ ସମୟରେ ପ୍ରତାରଣାର ଶିକାର ହୋଇଛନ୍ତି। ଏବଂ ଗୋଟିଏ କଥା କହିବୁ ଯେ ଯୁବତୀ ଜଣକ ନିଜ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବା ଦେଖି ଯୁବକ ଜଣକ ଠାରୁ ପାଖାପାଖି 8 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏବଂ ଯେତେବେଳେ ଯୁବକ ଜଣକ ଜାଣିଛନ୍ତି ଯେ ଯୁବତୀ ଜଣକ ସହିତ ଅନ୍ୟ ଜଣେ ଯୁବକର ପ୍ରେମ ସମ୍ପର୍କ ଅଛି, ସେତେବେଳେ ଯୁବକ ଜଣକ ଟଙ୍କା ମାଗିଛନ୍ତି, କିନ୍ତୁ ଟଙ୍କା ଦେବା ବଦଳରେ ସିଧାସଳଖ ଦୁଷ୍କର୍ମର ପୁରା ଧମକ ଦେଇଛନ୍ତି। ଏବଂ ଯାହାକି ପ୍ରଥମେ ପିପିଲି ଥାନା, ପରବର୍ତ୍ତୀ ସମୟରେ ଶହୀଦନଗର ଥାନା। ଏ ଘଟଣାକୁ ନେଇକି ଯୁବକ ଜଣକ ଯେତେବେଳେ ନିଜେ ଲଜ୍ଜିତ ହେବାକୁ ଭାବିଛନ୍ତି ଏବଂ ତା ସହିତ ଯେତେବେଳେ ଥାନାବାଲା ଯାଉଛନ୍ତି ଘରକୁ ତାଙ୍କର, ଯେଉଁଠି ଯୁବକ ଜଣକ ରହୁଥିଲେ, ସେତେବେଳେ ତା ପୂର୍ବରୁ ଗୋଟିଏ ଭିଡ଼ିଓ କରିଛନ୍ତି ଯେ କେଉଁଭଳି ଭାବେ ନ୍ୟାୟ ପାଇନାହାନ୍ତି, ଜଣେ ଯୁବତୀ ତାଙ୍କୁ ଫସାଇଛନ୍ତି, ଟଙ୍କା ଲୁଟିଛନ୍ତି ଏବଂ ଯେତେବେଳେ ଟଙ୍କା ମାଗୁଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି। ଏବଂ ଯେତେବେଳେ ଥାନାକୁ ଯାଉଛନ୍ତି, ଥାନାରେ ନ୍ୟାୟ ବଦଳରେ ତାକୁ ମଧ୍ୟ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି, କିନ୍ତୁ
गणमाध्यम प्रतिक्रिया देइछन्ति सत किंतु सेभଳି किछि आखि दृष्टिया न्याय पाइ नांती जोथि पई कि युवक जनक मृत्यु पूर्वरु गोटे वीडियो करिसन्ति आमे आउथरे टिके पचारि बुझिबा जे वास्तव रे ये युवक जनक काहेकि एते मानसिक स्तर रे भांगी पड़िथिले एभଳି चरम निष्पत्ति नेले एवं युवती जनक ये जनकू ट्रैप रे फसैथिले ना पूर्वरु आउ को युवक मानकू फसिसन्ति एवं ता सहित जो मैट्रिमोनियल साइड रे विभिन्न प्रकार अकाउंट आसुछि हुंतु से युवती हुंतु महिला हुंतु बा युवक हुंतु बा पुरुष हुंतु से माने केते ऑथराइज से माने केते जेन्युइन से विषय में आलोचना करियो आज्ञा एथरे लीगल प्रोसीडियर्स जा कहूची sole basis it is well settled that if a dying declaration is found to be true and reliable it can be the sole basis for conviction without needing corroboration. Multiple declaration, if there are multiple dying declarations, courts will check for consistency. If they contradict each other, the more reliable one is considered. ଆଉ ତାର ମେଣ୍ଟାଲ ଫିଟନେସ୍ ସେଇଟା ତ ସେ ତାର ଡାଇଂ ଡିକ୍ଲାରେସନଟାକୁ ସେଇଟା ସେ ଯଦି ସୁଇସାଇଡାଲ ହିସାବରେ କିଛି ଲେଖିଥିବ ଦ୍ୟାଟ୍ ମେ ବି ଟେକେନ୍ ଆଜ୍ ଏ ଏଭିଡେନ୍ସ ପାର୍ଟ ଆଣ୍ଡ ପାର୍ସଲ ଅଫ୍ ଦି ଏଭିଡେନ୍ସ ଆଉ ଏଥିରେ ପୋଲିସ ବି ଦେଖିବ ଯେଉଁ ହେଉଛି ସର୍କମଷ୍ଟାନ୍ସେସ୍ ଅଫ୍ ଏଭିଡେନ୍ସେସ୍ ସେଗୁଡ଼ା ସବୁ ଦେଖିବ ଏବଂ ଆମେ ଗୋଟେ माने इन्वेस्टिगेशन को बायस्ड कला भलिया किछि कहबाटा ठीक हबनी निश्चित भाव शुणुले शेष प्रतिक्रिया जे पुलिस विभिन्न दिग को लेकिन तदंत आरंभ करिवो एवं क्यों परिस्थिति युवक जनक एभଳି चरम निष्पत्ति निज जीवन हारिदेले से दिग को लेकिन पुलिस तदंत आरंभ करिवो जे जो निजे आईनजीवी कहउथिले जे जो ऑनलाइन ट्रांजैक्शन हेछि बा डिजिटल ट्रांजैक्शन हेछि ताकू मध्य पुलिस आधार को तदंत आधार को नै पारे एवं युवती का फोन युवक फोन मध्य हुए तो चेक सीज करके सीडर चेक करि पारे एवं अनेक दिग अछि पुलिस रो विभिन्न दिग को नै पुलिस तदंत करिवो एवं ता सहित कोन कोन जो युवती को संपृक्त जो युवती अछन ताको नारे कोन कोन मामला रुजु होई पारे केते वर्ष कारादंड होई पारे से समस्त विषय आपन को खोली कहउथिले वरिष्ठ आईनजीवी निहार रंजन ओझा भुवनेश्वर वीडियो लोकनाथ को सहित पूर्णचंद्र प्रधान का रिपोर्ट ओडिशा भास्कर।